ना सोनाली पंडा नहीं था ना जी कागजी सामंत सोनाली पंडा ना सोनाली जोड़ा जाए सेटा फेक करा जाए कहीं फेक होइले आपण भाबुचंदी कारण से बाबू ସମସ୍ତେ ନା ଚେଞ୍ଜ କରୁଛନ୍ତି ପରିବର୍ତ୍ତନ କରୁଛନ୍ତି ଗୋଟେ ଅଧର୍ମୀ ଟିକେ ଏସବୁ ଜିନିଷ ଅଛି ତାଙ୍କର ଆଉ। ଆପଣ ବାହାଘର ହେବାର କେତେ ବର୍ଷ ପରେ ଆପଣଙ୍କର ପୁଅ ହେଇଛି? ହଁ ବାହାଘରର ବର୍ଷ ପରେ ମୋ ପୁଅ ହେଇଥିଲା। ନା ଏତେ ଦିନ 10 ବର୍ଷ ପରେ ଆପଣ ଯାହାକି ଗୋଟେ ବିବାଦ ହେଲା ପରେ ଆପଣ ମୁହଁ ଖୋଲିଛନ୍ତି ଆଗରୁ ଏ ସମସ୍ୟାର ସମାଧାନ ପାଇଁ କିମ୍ବା ଦେଖା କରିବା ପାଇଁ କଥା ହେବା ପାଇଁ ସେଭଳି କିଛି କଥା ହେଇନଥିଲେ କେବେ? ହଁ ହେଇଲୁ ଯୋଉ ବର୍ଷ ପ୍ରଥମ ବର୍ଷ ଏଣ୍ଟ୍ରି ହେଇଥିଲୁ ସେଇ ବର୍ଷ ଆମର ଗୋଟେ ଗାଁର ପାଖ ଜାଗା ଗୋଟେ ଆସିଥିଲା ସେ ଗୋଟେ ଅନୁଷ୍ଠାନକୁ ଆସିଥିଲି ସେଇଠି ଯାତ୍ରା ପାର୍ଟି ମାଲିକ ଆଉ ଯାହାକୁ ଆପଣ କହୁଛନ୍ତି ସୋନାଲି ବୋଲି କାଗଜି ତାଙ୍କ ଭିତରେ କିଛି ମନୋମାଳିନ୍ୟ ହେଇଥିଲା ଯେହେତୁ ସେ ଆମ ପାଖକୁ ପଳେଇ ଆସିଥିଲା ଆମର କିଛି ଭାଇ ମାନେ ଯାଇକି ତାକୁ ଧରିକି ଆଣିଥିଲେ ଆମର ଗୋଟେ ଗାଁରେ ଗୋଟେ ବୈଠକ ହେଇକି ଗାଁର ବୟସ୍କ ବ୍ୟକ୍ତି ମାନଙ୍କ ସହିତ ବସିକି କିଛି ମୁରବୀ ମାନେ ବସିକି ଆମର ଗୋଟେ ଆଲୋଚନା ସମାଲୋଚନା ହେଇଥିଲା ତାପରେ ସେ ଏଠୁ ଯାଇଥିଲେ ଲେଖାପଢା ବି ହେଇଥିଲା ଯେହେତୁ ସେ ଯାତ୍ରା ପାର୍ଟିରୁ ଘରକୁ ଆସିପାରିବେ ଛୁଆକୁ ଦେଖିପାରିବେ ଯେମିତି ଫ୍ୟାମିଲିରେ ଚଳିବା ଯେମିତି ସବୁ କଳାକାର ମାନେ ଯାଇପାରିବେ କିନ୍ତୁ ତାପରେ ଏଠୁ ଗଲା ପରେ ସେ ଆଉ ସେଇଟା କରିବାକୁ ଦେଲାନି ପୁରା ମେଣ୍ଟାଲିଟି ତାକୁ ଟର୍ଚର କରିକି ରଖା ହେଇଛି ପୁଣି ଭାବିବେନି। ତାହେଲେ ଏଇଟା କେବେଠୁ ସେ ତାଙ୍କ ପୁଅକୁ ଦେଖିବା ପାଇଁ ଆସିନାହାନ୍ତି ଆଉ? ଯାତ୍ରା ପାର୍ଟି କହିବାର 8 ବର୍ଷ ହେଇଗଲା ଏଇ 8 ବର୍ଷ ହେଲାଣି ସେ କେବେ ବି ଦେଖା ବି କରିନି। ଦେଖନ୍ତୁ ଆଜ୍ଞା ସେ ଯୋଉ କହୁଛି ଯେ ଦୀର୍ଘ 10-12 ବର୍ଷ ହେଲାଣି ଆମ ରିଲେସନସିପ କଟିଲାଣି ଲଭ୍ ମ୍ୟାରେଜ ହେଇଥିଲା ଏମତି ମୁଁ ତ ତାକୁ ଛାଡିନି ଆଜ୍ଞା ସିଏ ମତେ ଓଲଟି ଯାତ୍ରା ପାର୍ଟିରେ ରଖିକି ଛାଡିକି ପଳେଇଛି। ସେ ମାନେ ପ୍ରକୃତରେ କଣ ଘଟଣା ଘଟିଥିଲା କାହିଁକି ସେ ଆପଣଙ୍କୁ ଛାଡିଦେଲେ ଏବଂ ସେ ଯୋଉ ତୁଳସୀ ଗଣନାଟ୍ୟରେ ମଧ୍ୟ ଥିଲେ କହୁଛନ୍ତି ମ୍ୟାନେଜର ହିସାବରେ କାମ କରୁଥିଲେ କଣ ପ୍ରକୃତରେ ଘଟଣା ହେଇଥିଲା ଯୋଉଥିପାଇଁ ସେ ଆପଣଙ୍କୁ ଛାଡିଦେଲେ? ଶୁଣନ୍ତୁ ଆଜ୍ଞା ସିଏ କିଛି ହେଇନଥିଲା ସେ ମ୍ୟାନେଜମେଣ୍ଟ କରୁଥିଲା ବୁଝୁଥିଲା ସିଏ ସବୁବେଳେ ତାର ଗୋଟେ ନେଚର ହେଲା ସେ ଝିଅ ମାନଙ୍କ ସହିତ ବେଶୀ ଫୋନ ଫାନରେ ଗପେ ମୁଁ ଏ ବାବଦରେ କିଛି ଜାଣିପାରେନି ଫୋନରେ ଗପେ କଣ ହେଇଥିଲା ସିଏ ତାର ମତେ କହିଲା ଯେ ଆଉ ତୁ ରହ ମୁଁ ଏଠି ରହିପାରିବିନି ନିଜକୁ ଆଡଜଷ୍ଟ କରିପାରିବିନି ତୁ ରହ ମୁଁ ଯାଉଛି ଆଗରୁ ବି ବହୁତ ଝଗଡା ଝାଣ୍ଟି ହେଇଥିଲା ତା ସହିତ ମୋର ଯେତେବେଳେ ତା ପାଖରେ ଯାତ୍ରା ପାର୍ଟିକି ଆସିନଥିଲି ବି ସେମିତି ଝିଅ ମାନଙ୍କ ସହିତ ଯୋଉଠି ବି ରହେ ଝିଅ ମାନଙ୍କ ସହିତ ଲଫଡା କରେ ତଥାପି ମୁଁ ସେ ଜିନିଷ ସହିକି ରହିଥିଲି ତାପରେ ଯାତ୍ରା ପାର୍ଟିକି ମତେ ଆଣିଲା ଯାତ୍ରା ପାର୍ଟିରେ ମାସେ ଖଣ୍ଡେ ରହିଛି କି ନାହିଁ ସେ କହିଲା ମୁଁ ରହିପାରିବିନି ମୁଁ ପଳେଇ ଯାଉଛି ସେ ନିଜେ ଛାଡିକି ଗଲା ତାପରେ ଆଉ ତା ଫୋନ ରିସିଭ କଲାନି କି ଆସିଲାନି ଏମିତି ବେଳେ ବେଳେ ଫୋନ করে ତାର ଇଚ୍ଛା ହେଲେ ସେ ବାହା ହେଇଥିଲା ବି ଥରେ ଆଜ୍ଞା ସେ ଥରେ ବାହା ବି ହେଇଥିଲା। ଆପଣଙ୍କ ପୂର୍ବରୁ ସେ ମ୍ୟାରେଜ କରିଥିଲେ? ମ୍ୟାରେଜ କରିବା ପୂର୍ବରୁ? ମ୍ୟାରେଜ କରିବା ପରେ ବି ମତେ ଯେତେବେଳେ ଯାତ୍ରା ପାର୍ଟିରେ ଛାଡିକି ସେ ପଳେଇଲା ତାପରେ ସେ ଗୋଟେ ଝିଅକୁ ବାହା ହେଇଥିଲା ତା ଘର ଲୋକ ନିଜେ ମତେ ଫୋନ କରି କହିଛନ୍ତି ତା ବନ୍ଧୁବାନ୍ଧବ ଯେ ବାହା ହେଇଥିଲା ସେ ଝିଅକୁ ଧରିକି ବହୁତ ଜାଗା ବୁଲେଇଛି ମୋ ନିଜ ଫ୍ୟାମିଲି ବି ଦେଖିଛନ୍ତି ତ ଆଜି ମୋ ନାଁରେ ମିଛ ଆଲିଗେସନ କରୁଛି କଣ ପାଇଁ ତ କୋଉଠି ଥିଲା ସେ 10-12 ବର୍ଷ ହେଲା ମତେ କହିଲେ ସେ ଯୋଉ ତ କହୁଛନ୍ତି ଯୋଉ ଆପଣଙ୍କର କହୁଛି ଗୋଟେ ଯେ ପୁଅ ନାଣ୍ଡୁ ଅଛି ବାବୁ ବୋଲି ମତେ ଜବରଦସ୍ତି ରଖି ଛୋଟ ପୁଅଟେ ଛୋଟ ଥିଲା ସିଏ ବହୁତ ଛୋଟ ଥିଲା ମୁଁ ବି ତାକୁ ଆଣିବାକୁ ବହୁତ ଚେଷ୍ଟା କରିଥିଲି ସିଏ ବିଲକୁଲ ମତେ ଗ୍ରହଣ ହିଁ କଲାନି ସିଏ ବିଲକୁଲ ସିଏ ଅଲଗା ଝିଅ ମାନଙ୍କ ଚକ୍କରରେ ପଡିକି ସେ ମତେ ଏତେ ଖରାପ ବ୍ୟବହାର କଲା ମାରଧର ବି କଲା ଅଲଗା ଲୋକଙ୍କ ପାଇଁ ମତେ ମାରଧର ବି କରିଛି ମୁଁ ତାକୁ ଛାଡିନି ସିଏ ମତେ ଓଲଟି ଛାଡିକି ଯାଇଛି। ମୋର କିଛି ବିବାଦ ହେଇନଥିଲା ଆମେ 2 ଜଣ ସ୍ୱାମୀ ସ୍ତ୍ରୀ ବହୁତ ଭଲରେ ଥିଲୁ ହସ ଖୁସିରେ ଥିଲୁ ସେଇ ଯେତେବେଳେ ଆମକୁ ଯାତ୍ରାରେ ଏଣ୍ଟ୍ରି করে ନାଣ୍ଡୁ ବାବୁ ଏଇ ଟାଇପ ର ହିଁ ଏଣ୍ଟ୍ରି କରିଲା ପରେ ଯାତ୍ରା ପାର୍ଟିରେ ତାପରେ ଟଙ୍କାର ଲୋଭ ଦେଖି ପ୍ରଲୋଭନ ଦେଖିକି ତା ମେଣ୍ଟାଲିଟି ଚେଞ୍ଜ କରି ଦିଆଯାଇଛି ସେ ବି ମୋ ଆଗରେ ବି ନିଜେ କହିଛି ମୁଁ ଯିବା ପାଇଁ ଚାହୁଁଛି କିନ୍ତୁ ମତେ ସିଏ ଯିବା ପାଇଁ ଦେଉନି ଏଇ ଟାଇପ ର ସେଇ ଟାଇପ ର
ଅନେକ ଝିଅଙ୍କୁ ଦେଲେ ନାଣ୍ଡୁର ସମ୍ପର୍କତା ଅଛି ଅଛି ସିଏ ଅଛି ଏମିତି ସବୁ କହୁଛି। ଆପଣଙ୍କ ସ୍ତ୍ରୀଙ୍କ ମାନେ ଯେ ସୋନାଲିଙ୍କ ସହିତ ତାର କଣ ମାନେ ସେମିତି କିଛି ସମ୍ପର୍କ ଅଛି ନା ନା ଅଲଗା କିଛି? କଣ କହିଲେ? ମୁଁ କହିଲି ନାଣ୍ଡୁ ବାବୁଙ୍କ ସହିତ ସୋନାଲି ମ୍ୟାଡାମଙ୍କର ସମ୍ପର୍କ କୋଉ ଭଳିଆ? ଯାତ୍ରା କଳାକାର ମାଲିକ ହିସାବରେ ସମ୍ପର୍କ ନା ଅଲଗା କିଛି? ଆପଣ ମାନେ କଣ ନା ସନ୍ଦେହ? ପୁରା କ୍ଲିୟର ଅଲଗା ଅଲଗା ସମ୍ପର୍କ ରିଲେସନ ଆଜ୍ଞା। ମ୍ୟାଟରରେ ବି ତାଙ୍କ ଘରେ ଯାଇଛନ୍ତି, ଘରେ ଘରେ ମାନେ ଘରେ ଜାଣିଛନ୍ତି ଯେ ସୋନାଲି ତମର ଏମିତି ତାଙ୍କ ଘରେ ଗୋଟେ ଥର ଝଗଡା ବି ୱାଇଫ ବି ସବୁ କରିଥିଲେ। କହିଥିଲେ ତମେ ତ ଛୁଆ କରିଥିଲେ ତାଙ୍କ ୱାଇଫ କିଛି କୁହନି, କାରଣ ଇଏ ତ ମଣିଷଟା ନା, ମଣିଷ ତ ହିସାବରେ ଆମର କିଛି ନାହିଁ। ମୁଁ କହିବା କଥା ଆପଣ କାହିଁକି ତାହେଲେ ତାଙ୍କ ମ୍ୟାନେଜର ଥିଲେ ଛାଡିଲେ କାହିଁକି? ମତେ ଉଦ୍ୟମ କରାଯାଇଥିଲା, ମୁଁ ମାନେ ମରି ଯାଇଥାନ୍ତି, ମୁଁ ରାତି ଅଧରେ ଲୁଚିକି ଆସିଛି। ଇଏ ବି ମୋ ମୁହଁରେ ବି କହିଛନ୍ତି, ତାଙ୍କ ନିଜ ପାଟିରେ ବି କହିଛନ୍ତି, ମୋ ସାମ୍ନାରେ ବି କହିଛନ୍ତି ଫୋନ ମାଧ୍ୟମରେ, ତୁ ପଳେଇ ଗଲୁ ତୋ ବେଳା ଭଲ ଆଉ। ପୁଅକୁ କହିଥିଲେ, ପୁଅ ତାଙ୍କୁ କୋଶ୍ଚିନ୍ କରିଥିଲା ମା ତୁ କାହିଁ ଆସୁନୁ? ତାପରେ ସିଏ କହିଲା କାନ୍ଦିକି କହିଥିଲା, କହିଲା ଧନ ମୁଁ ଯାଇପାରୁନି ଏଥିପାଇଁ, ମୁଁ ଗଲେ ତୋ ବାପା ତୁ ଆଉ ଆମ ପରିବାର ପ୍ରତି ବିପଦ ଅଛି, ସେଥିପାଇଁ ମୁଁ ଏଠୁ ମୁକୁଳି ପାରୁନି। ମତେ ବି ସେ ନିଜେ କହିଛି, ଖାଲି ନିଜେ କହିଛି ମତେ କେମିତି ନେଇଯାଉ ଏଠୁ, କେମିତି କଣ କର। ତାପରେ କୁହେ ଯେ ମୁଁ କିଛି ମୁଁ ତମକୁ କହିଦିଏ, ତାପରେ କରିବା ପାଇଁ ଗଲେ କିଛି କରିପାରେନି। ଏଇ ଟାଇପ ର ଘଟଣା ଗୋଟେ ମାନସିକ ଚାପରେ ତାକୁ ରଖାଯାଉଛି। ଯେତିକି ଟଙ୍କା ପଲବନରେ ମୁଁ ପଡିଥାନ୍ତି, ମୋ ନିଜ ପାଇଁ ମୁଁ କରିଥାନ୍ତି। 10-12 ବର୍ଷ ଭିତରେ ମୁଁ ନିଜ ପାଇଁ ବହୁତ କିଛି କରିଥାନ୍ତି। ମୁଁ କିନ୍ତୁ ସେଇଟା କିଛି ବି କରିନି। ମୋ ବାବା ମାଙ୍କୁ ଦେଖିଛି, ମୋ ଭାଇ ଭଉଣୀ ମାନଙ୍କୁ ଦେଖିଛି, ମୋ ଭଉଣୀ ମାନଙ୍କୁ ସମସ୍ତଙ୍କୁ ବାହାଘର କରିଛି। ବଡ ଭଉଣୀ, ମୋ ସାନ ଭଉଣୀ ମାନଙ୍କୁ ବାହାଘର କରିଛି। ମୋ ଭାଇକି ବି, ମୋ ସାନ ଭାଇଟା, ମୋ ଭାଇ ବି ପଢୁଛି ଏବେ। ମୋ ବାପା ମାଙ୍କ ପାଖରେ ମୁଁ ଏବେ ବହୁତ ଭଲରେ ଅଛି। କାହା ଚକ୍କରରେ ପଡିନି କି ପଇସା ଭଲ ମନେ ପଡିନି। ଯଦି ପଇସା ପାଇବାର ଲୋଭ ଥାନ୍ତା ନା ଆଜ୍ଞା, ମୁଁ ଅଲଗା ଜାତି ପାର୍ଟି ବି ଚେଞ୍ଜ କରିପାରିଥାନ୍ତି। ତୁଳସୀ ଗଣ୍ଡାଟେ 10-12 ବର୍ଷ ହେଲା ପଡିକି ନଥାନ୍ତି। ଯେ ମତେ ସାହାଯ୍ୟ କରିଛନ୍ତି, ମୁଁ ବେଇମାନ କେମିତି କରିବି? ତ ସେଇଥିପାଇଁ ମୁଁ ଯାଇପାରୁନଥିଲି, ଯାଇପାରୁନି ବି। ସିଏ ଦେଖନ୍ତୁ ଯୋଉ କହୁଛନ୍ତି ଆପଣଙ୍କ ନାଁ ସମ୍ପର୍କ ନାହିଁ ଆଜ୍ଞା, ମୁଁ ମରି ଯାଇପାରେ, କିନ୍ତୁ ମୁଁ ସେଇ ପିଲା ପାଖକୁ ମୁଁ ଯିବି ନାହିଁ। ମୁଁ ଚାହିଁଥିଲେ ଆଗରୁ ମିଡିଆ ଆଗରେ କହିପାରିଥାନ୍ତି, ମୁଁ ତାହେଲେ କେସ୍ କରିପାରିଥାନ୍ତି। ମୁଁ ଚାହିଁଲିନି, ମୁଁ ସୋସିଆଲ ମିଡିଆକୁ ଯିବାକୁ ଚାହୁଁନି। ସିଏ ଯୋଉଠି ଥାଉ ଭଲରେ ଥାଉ। ମୁଁ ତାକୁ, ସିଏ ସିନା ମତେ ବଦନାମୀ କରୁଛି ଆଜି ମିଛୁଟାରେ, ଆଉ ସବୁ ମିଛ କାହାଣୀ ଗପୁଛି, ସବୁ କାହାଣୀ ଗପୁଛି ସେ। ନାଇଁ ଆପଣଙ୍କର ଯୋଉ ପୁଅ ପାଖକୁ ଆପଣଙ୍କର ବର୍ତ୍ତମାନ ପୁଅ ସହିତ ସମ୍ପର୍କ ଅଛି ନା ପୁଅ ସହିତ ବି ଆପଣ ଯାଉନାହାନ୍ତି ମୁଁ ଯୋଗାଯୋଗ? କହିଲି ଆଜ୍ଞା, ଦୀର୍ଘ 10-12 ବର୍ଷ ହେଲାଣି ମୁଁ ସେ ସମ୍ପର୍କକୁ କଟେଇକି ମୁଁ ମରିବା ଷ୍ଟେଜରେ ଥିଲି। ମତେ ଆମ ବର୍ଷେ 1.5 ବର୍ଷ ବୋଧେ ତା ପାଖରେ ମୁଁ ରହିଛି। 1.5 ବର୍ଷ ଭିତରେ ବହୁତ ସାରା କେସ୍ କରିଛି ସେ, ବହୁତ ସାରା କେସ୍ କରିଛି। ତାପରେ ନିଜେ ତ କିଛି ଇନକମ କରେନି। ବହୁତ ଝଗଡା ଝାଣ୍ଟି ହେଲା ପରେ ସେ ମତେ ଯାତ୍ରାପାଟିକି କହିଲା ଆସିବା ପାଇଁ। ମୋର ବି ଇଚ୍ଛା ନଥିଲା ଯାତ୍ରାପାଟିକି ଆସିବା ପାଇଁ, ସେ ମତେ କହିଲା। ତ ମୁଁ ତା କଥାରେ ହିଁ ଆସିଥିଲି ଯାତ୍ରାପାଟିକି। ଯାତ୍ରାପାଟିକି ଆସିଲା ପରେ ସିଏ ଏମିତି ସବୁ ବଦମାସ କାମ କରେ। ତ ଝିଅ ମାନଙ୍କ ସହିତ ଫୋନ ଫାନରେ ଗପିବ, ସମସ୍ତେ କହିବ ଭଉଣୀ। ଗୋଟେ ସ୍ତ୍ରୀ ଥାଉ 1000 ଝିଅ ମାନଙ୍କ ସହିତ ଗପିବା କଣ ଠିକ କି? ମତେ କୁହନ୍ତୁ। ମୁଁ ମୋ ବାପା ମା, ମୋ ଭାଇ ଭଉଣୀ ମାନଙ୍କୁ ଛାଡିକି ତୋ ସହିତ ଭରସା କରିକି ମୁଁ ଘର ଛାଡିକି ଆସିଥିଲି। ତୁ ମୋ ସହିତ କଣ କଲୁ? ତ ମତେ ଯାତ୍ରାପାଟିରେ ଓଲଟି ଛାଡିକି ସେ ପଳେଇଲା, ଆସିଲାନି ବି। ଯଦି ଏ ସ୍ତ୍ରୀ ବୋଲି ପରିଚୟ ଦଉଛି ତ ଆସିଲୁନୁ କଣ ପାଇଁ ସ୍ତ୍ରୀ କି ନବା ପାଇଁ? ନିରୀହ ଛୁଆଟିଏ, ସମାଜର 10 ଦିନ ଘରେ ରଖି ଦୁଃଖ କଷ୍ଟ ଯନ୍ତ୍ରଣା ବି ଯିଏ ପାଳିଛି, ସେହିପରି ଛୁଆଟି ଦୁନିଆ ଜାଣି ନାହିଁ, ତାକୁ କେମିତି ଗୋଟେ ମା ଠାରୁ ପୁଅକୁ ଅଲଗା କରି ଦିଆଗଲା? ଅଲଗା କିଏ କରଲା ଏଠି? ଆଜ୍ଞା, ଅଲଗା କିଏ କଲା ମା ଠାରୁ ପୁଅକୁ? ନାଣ୍ଡୁ ଯାହା ବି ହେଇଛି, ସେ ହଉଛି ମୁଖ୍ୟ ଖଳନାୟକ। ନାଣ୍ଡୁ ବାବୁଙ୍କ ମାନେ କହିବା କଥା, ସୋନାଲିଙ୍କ ସମ୍ପର୍କ ମାନେ ସେମିତି କିଛି ବ୍ୟାଡ ରିଲେସନ ଅଛି ବୋଲି ଆପଣ ଅଭିଯୋଗ କରୁଛନ୍ତି ନା କଣ? ଆଜ୍ଞା 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 ଆଜ୍ଞା।
ଆପଣ ତ ଦେଖି ନାହାନ୍ତି ଜାଣି ନାହାନ୍ତି ଖାଲିଟାରେ କେମିତି ଜଣ ଚରିତ୍ର ବିଷୟରେ କହିପାରିବେ ଜଣଙ୍କ ମାଲିକ ବିଷୟରେ? ବହୁତ ଦେଖିଛି ବହୁତ ଜାଣିଛି। ସେ ସମୟରେ ଆଜ୍ଞା ସୋସିଆଲ ମିଡିଆରେ ଏତେ ଦୁନିଆ ବିଷୟରେ ନଥିଲା, ଦୀର୍ଘ 10 ବର୍ଷ ତଳେ ସେ ସବୁ ଜିନିଷ ସବୁ ହେଇଛି। ମୋ ନାଁରେ ମିଛ ଆଲିଗେସନ ସେ ଆଣିଛି, ସେ ସବୁ ବନ୍ଦ କରୁ। ମୋର ତା ପାଖକୁ ଯିବାର ନାହିଁ। ମୁଁ ମୋ ବାବା ମାଙ୍କ ପାଖରେ ଅଛି, ବହୁତ ଭଲରେ ଅଛି। ପ୍ଲିଜ ମୁଁ ଚାହୁଁନି ତା ପାଖକୁ ଯିବା ପାଇଁ। ଆଉ ଯୋଉ ମତେ ସେ ଯୋଉ କହୁଛି ଯେ ଆମ ପାର୍ଟିର ଓନର ମତେ ଜବରଦସ୍ତି ରଖିଛନ୍ତି ବୋଲି, ଏସବୁ ସମ୍ପୂର୍ଣ୍ଣ ମିଥ୍ୟା। ଗୋଟେ ଝିଅ ଚାହିଁବନି ତାକୁ ଜବରଦସ୍ତି କିଏ ରଖିପାରିବ?